ସାଙ୍ଗମାନେ ଆପଣଙ୍କ ମୋବାଇଲର ବ୍ୟାଟେରୀ ଚାର୍ଜ ରହୁନାହିଁ, ଶୀଘ୍ର ସରିଯାଉଛି କି? ଯଦି ଶୀଘ୍ର ସରିଯାଉଛି ତାହେଲେ ଆଜିର ଏହି ଭିଡ଼ିଓକୁ ଆପଣମାନେ ସ୍କିପ୍ ନକରି ଲାଷ୍ଟ ଯାଏଁ ଦେଖନ୍ତୁ। ଆଉ ଯେଉଁ ଟିପ୍ସ ଗୁଡ଼ାକ ଆପଣମାନଙ୍କୁ କହିବି ସେଇଟା ଆପଣମାନଙ୍କୁ କରିବାକୁ ପଡ଼ିବ, ନହେଲେ କେବେ ମଧ୍ୟ ଆପଣଙ୍କ ମୋବାଇଲର ବ୍ୟାଟେରୀ ବ୍ୟାକଅପ୍ଟା ଆଉ ଅଧିକ ଟାଇମ୍ ପର୍ଯ୍ୟନ୍ତ ନେବ ନାହିଁ। ତ ସେଇ ଟିପ୍ସ ଗୁଡ଼ାକ କ'ଣ ଆଜିର ଭିଡ଼ିଓରେ ଆମେ ଜାଣିବା। ତ ଚାଲନ୍ତୁ ଆଉ ଡେରି ନକରି ଭିଡ଼ିଓକୁ ଷ୍ଟାର୍ଟ। ସାଙ୍ଗମାନେ ପ୍ରଥମ ଟିପ୍ସ ଆପଣମାନଙ୍କୁ କହୁଛି, ଏଇଟା ସିକ୍ରେଟ୍ ବିଷୟ, ବହୁତ ଭାଇ ଭଉଣୀମାନେ ଜାଣିନଥିବେ। ତ ସେଇଟା କ'ଣ ନା, ଏମିତି ମୁଁ ସ୍କ୍ରୋଲ୍ କରୁଛି, ସ୍କ୍ରୋଲ୍ କଲା ପରେ ଦେଖନ୍ତୁ ଏଇଠି ପ୍ରଥମେ କ'ଣ ଆପଣମାନଙ୍କୁ ଦେଖିବାକୁ ମିଳୁଛି ନା, ଏଇଠି ଦେଖନ୍ତୁ ଡାଟା ଅଛି, ତାପରେ ଏଇଠି ବ୍ରାଇଟନେସ୍ଟା ଅଛି। ଠିକ୍ ଅଛି। ତ ଏଇ ଯେଉଁ ବ୍ରାଇଟନେସ୍ଟାକୁ ସାଙ୍ଗମାନେ ଆମେ କ'ଣ କରିଥାଉ, ସବୁବେଳେ ଏମିତି ଫୁଲ୍ ବଢ଼େଇକି ଥାଉ। ବ୍ରାଇଟନେସ୍ ଅଧିକ ଥିଲେ କ'ଣ ହେବ, ମୋବାଇଲର ବ୍ୟାଟେରୀ ବ୍ୟାକଅପ୍ଟା କମିଯିବ, ଶୀଘ୍ର ବ୍ୟାଟେରୀର ଚାର୍ଜଟା ସରିଯିବ। କାହିଁକିନା ବ୍ରାଇଟନେସ୍ ଅଧିକ ଅଛି, ଲାଇଟ୍ ଅଧିକ ଅଛି। ତ ଆପଣଙ୍କୁ ଯଦି ଦରକାର ପଡ଼ୁଛି ବ୍ରାଇଟନେସ୍ ବଢ଼ାଇବାର ଅଛି ବୋଲି ଯଦି ଭାବୁଛନ୍ତି, ତାହେଲେ ଆପଣ ବ୍ରାଇଟନେସ୍ଟାକୁ ବଢ଼ାନ୍ତୁ। ଆଉ କୌଣସି କାମ ସରିଲା ପରେ ବ୍ରାଇଟନେସ୍କୁ କମାଇକି ଆପଣମାନେ ଆଉ ରଖିଦିଅନ୍ତୁ। ତ ବ୍ରାଇଟନେସ୍କୁ ଆପଣ ଆଉ ସବୁବେଳେ କ'ଣ କରନ୍ତୁ, କମ୍ ରଖନ୍ତୁ। ଯଦି ମୋବାଇଲର ବ୍ୟାଟେରୀ ଯଦି ଅଧିକ ସରୁଛି ତାହେଲେ ବ୍ରାଇଟନେସ୍କୁ ସବୁବେଳେ ଆଉ ପୁରା କମ୍ ରଖନ୍ତୁ। କମ୍ କହିଲେ ଏତେ ବି କମ୍ ନାହିଁ, ଆପଣଙ୍କୁ ଯେମିତିକି ଦେଖାଯାଉଥିବ ବାସ୍ ସେତିକି ଆପଣମାନେ ସେଟ୍ କରିକି ରଖିଦେବେ। ଆଉ ଯଦି ଅଧିକ ଦରକାର ପଡ଼ୁଛି ତାହେଲେ କିଛି ସମୟ ପାଇଁ ଆପଣ ବ୍ରାଇଟନେସ୍କୁ ବଢ଼ାଇ ପାରିବେ, କିନ୍ତୁ ଆଉ ଦିନ ସାରା ଆପଣଙ୍କୁ ବ୍ରାଇଟନେସ୍ଟା ଫୁଲ୍ ବଢ଼ାଇବା ପାଇଁ ହେବ ନାହିଁ। ଯଦି ଫୁଲ୍ ବଢ଼ାଇ ଦେବେ ତାହେଲେ ବ୍ୟାଟେରୀ ବ୍ୟାକଅପ୍ଟା ଟୋଟାଲି ଦେବ ନାହିଁ, ଶୀଘ୍ର ବ୍ୟାଟେରୀ ମାରିଦେବ, ବ୍ୟାଟେରୀର ଚାର୍ଜ ସରିଯିବ। ତାପରେ ଆଉ ଗୋଟିଏ ସିକ୍ରେଟ୍ ବିଷୟ କ'ଣ, ମାନେ ମୋବାଇଲର ଡାଟା। ଯଦି ଆପଣଙ୍କର ମୋବାଇଲର ଡାଟା ଯଦି ଦିନ ସାରା ଯଦି ଅନ୍ ଥିବ, ଆପଣ କୌଣସି ମେସେଜ୍ କିମ୍ବା କୌଣସି ଗୋଟେ ନୋଟିଫିକେସନ୍ ପାଇଁ ଯଦି ଅପେକ୍ଷାରେ ଅଛନ୍ତି, ଆଉ ସେଇ ବାବଦରେ ଆପଣମାନେ ଯଦି ଡାଟାକୁ ସବୁବେଳେ ଅନ୍ ରଖିଦେଉଛନ୍ତି, ଯାହାଫଳରେ କ'ଣ ହେଉଛି ସାଙ୍ଗମାନେ ନା, ଡାଟା ସବୁବେଳେ ଅନ୍ ଥିଲେ ଆଉ ମୋବାଇଲର ବ୍ୟାଟେରୀ ବ୍ୟାକଅପ୍ଟା ପୁରା ଡ୍ରେନ୍ କରିଦେବ, କନଜ୍ୟୁମ୍ କରିଦେବ, ପୁରା କମାଇଦେବ। ତ ଆପଣ 5-6 ଘଣ୍ଟା ପର୍ଯ୍ୟନ୍ତ ମୋବାଇଲକୁ କଣ୍ଟିନ୍ୟୁ ବ୍ୟବହାର କରିବା କଥା, କିନ୍ତୁ ଏ ଦୁଇଟା ଯଦି ଆପଣଙ୍କର ଭୁଲ ଥିବ, ଆପଣ 2 ଘଣ୍ଟା ପର୍ଯ୍ୟନ୍ତ ବି ଚଲାଇ ପାରିବେ ନାହିଁ। ଠିକ୍ ଅଛି। ତ ସେଥିପାଇଁ ଆପଣମାନେ କ'ଣ କରିବେ, ମୋବାଇଲର ଡାଟାକୁ ଯେତେବେଳେ କାମ ପଡ଼ୁଛି ଠିକ୍ ସେତିକି ବେଳେ ଅନ୍ କରନ୍ତୁ, ଆଉ ବଳକା ଆପଣଙ୍କର ପକେଟରେ ଯେତେବେଳେ ଥାଉଛି ସେହି ସମୟରେ ଡାଟାକୁ ଅଫ୍ କରିକି ପକେଟରେ ରଖନ୍ତୁ, ବା କୌଣସି ଜାଗାରେ ବି ରଖନ୍ତୁ ମୋବାଇଲଟାକୁ। ଠିକ୍ ଅଛି। ତ ଏତିକି ଆପଣମାନଙ୍କୁ କରିବାକୁ ପଡ଼ିବ। ତାପରେ ଆଉ ଡାଟାର ଆଉ ଗୋଟେ ସିକ୍ରେଟ୍ ବିଷୟ ଆପଣମାନଙ୍କୁ କହୁଛି। ତ ଡାଟା ଯଦି ଅନ୍ ଥିବ ତାହେଲେ ଆପଣ ଯେତେବେଳେ ଡାଟା ଅନ୍ କରିକି ମୋବାଇଲକୁ ଚାର୍ଜ ବସାଇବେ, ଦେଖିବେ ଶୀଘ୍ର ଚାର୍ଜ ହେବ ନାହିଁ। ଯଦି ବିଶ୍ୱାସ ଲାଗୁନାହିଁ, ଆପଣ ନିଜେ ଚେକ୍ କରିକି ଦେଖନ୍ତୁ କି ଯେତେବେଳେ ବି ଆପଣଙ୍କର ମୋବାଇଲର ଡାଟା ଅନ୍ ଥିବ, ତାପରେ ମୋବାଇଲ ଚାର୍ଜଟାରେ ବସିଛି, ତାହେଲେ ସେ ଶୀଘ୍ର ଚାର୍ଜ ଉଠାଇବ ନାହିଁ। କିନ୍ତୁ ଡାଟାକୁ ଅଫ୍ କରିକି ଯଦି ଆପଣ ମୋବାଇଲକୁ ଚାର୍ଜ ବସାନ୍ତୁ, ଦେଖିବେ ସେ କେତେ ସ୍ପିଡ଼ରେ ଚାର୍ଜ ହେବ। ଏଇଟା ଯଦି ଆପଣ ଥରେ ଚେକ୍ କରି ଦେଖିଲେ ଆପଣ ନିଜେ ଜାଣିପାରିବେ ମୁଁ ସତ କହୁଛି ନା ଭୁଲ କହୁଛି। ଠିକ୍ ଅଛି। ତ ଏଇ ଦୁଇଟା ଜିନିଷ ସାଙ୍ଗମାନେ ଆପଣମାନଙ୍କୁ କହିବାର ଥିଲା, କାରଣ ବହୁତ ଭାଇ ଭଉଣୀମାନେ ଏଇଟା ହୁଏତ ଭୁଲରେ ବ୍ୟବହାର କରୁଥିବେ। ସେଥିପାଇଁ ଯେତେବେଳେ ଦରକାର ପଡ଼ୁଛି ବ୍ରାଇଟନେସ୍କୁ ବଢ଼ାନ୍ତୁ, ଆଉ ଦରକାର ପଡ଼ୁନାହିଁ ମୋବାଇଲକୁ ଆପଣ ପକେଟରେ ରଖିଦେଉଛନ୍ତି, ସେତେବେଳେ ବ୍ରାଇଟନେସ୍କୁ କମାଇକି ଆରାମରେ ରଖିଦିଅନ୍ତୁ। ଆଉ ଡାଟା ମଧ୍ୟ କାମ ଥିଲେ ଅନ୍ କରନ୍ତୁ, କାମ ନଥିଲେ ଅଫ୍ କରିକି ରଖନ୍ତୁ। ବାସ୍ ଏତିକି ଆପଣମାନଙ୍କୁ କରିବାକୁ ପଡ଼ିବ। ତାପରେ ଆଉ ଗୋଟେ କ'ଣ, ମାନେ ଧରାଯାଉ ଏମିତି ଆପ୍ଲିକେସନ୍ ଗୁଡ଼ାକ ଆମେ କ'ଣ କରିଥାଉ, କେଉଁ ଆପ୍ଲିକେସନ୍ ଗୁଡ଼ାକ ଆମେ ଅନ୍ କରିଦେଇଥାଉ। ଠିକ୍ ଅଛି, ଏଇଟା ଗୋଟେ ଅନ୍ ହେଇଗଲା। ତାପରେ ଏଇଟାକୁ ଆମେ କ'ଣ କରିଦେଉ, ଆଉ ଗୋଟେ ଆମେ ଅନ୍ କରିଦେବା, ଆଉ ଗୋଟେ କ'ଣ ଗୋଟେ ଆମେ ଏମିତି ଅନ୍ କରିଦେବା, ୟୁଟ୍ୟୁବ୍ ଅନ୍ କରିଦେବା। ତ ଏମିତି ଅନ୍ କରିକି ସେମାନେ ଡାଇରେକ୍ଟ ଏଇଟାକୁ କ'ଣ କରନ୍ତି, ଦେଖନ୍ତୁ ଏମିତି କାଟିକି ଆଉ ସେମିତି ମୋବାଇଲଟାକୁ ରଖିଦିଅନ୍ତି। ରଖିଦେଲା ପରେ ଏଇଟା କ'ଣ ହେବ ନା, ଦେଖନ୍ତୁ ଏଇଟାକୁ ମୁଁ ଟିକେ ଇଏ କରୁଛି, ଦେଖନ୍ତୁ ଏଇଠି ଏଇ ଯେଉଁ ବ୍ୟାକ୍ଗ୍ରାଉଣ୍ଡରେ ଏଗୁଡ଼ାକ କ'ଣ ହେଇଗଲା, ରହିଗଲା। ତ ଏଇଟା ବ୍ୟାକ୍ଗ୍ରାଉଣ୍ଡରେ ରହିଗଲା ପରେ ଇଏ ବ୍ୟାକ୍ଗ୍ରାଉଣ୍ଡରେ ରନ୍ କରୁଥିବ। ତ ଏଇଟା ରନ୍ କରୁଥିଲେ କ'ଣ ହେବ, ଆପଣଙ୍କର ମୋବାଇଲର ବ୍ୟାଟେରୀ ବ୍ୟାକଅପ୍ଟା କମିଯିବ। ସେଥିପାଇଁ ଆପଣ କ'ଣ କରିବେ, ଯେତେବେଳେ ବି କାମ ପଡ଼ୁଛି କେଉଁ ଆପ୍ଲିକେସନ୍ ବି ଆପଣ ଓପେନ୍ କରନ୍ତୁ, ଓପେନ୍ କଲା ପରେ
କାମ ସରିଗଲା ପରେ ଏଇଟାକୁ ଏମିତି ସ୍କିପ୍ କରିଦେବେ, ପୁରା ଏଇଠରୁ ବାହାର କରିଦେବେ, ପୁରା ଏକଦମ ଫ୍ରେଶ୍ ହେଇଯିବ। ତ ଏତିକି ଆପଣମାନେ କରନ୍ତୁ, ଦେଖିବେ ଡେଫିନେଟଲି ଆପଣଙ୍କର ମୋବାଇଲର ବ୍ୟାଟେରୀ ବ୍ୟାକଅପ୍ ବଢ଼ିଯିବ। ତାପରେ ମୁଁ ଗତ ଭିଡ଼ିଓରେ ସାଙ୍ଗମାନେ ଆଉ କ'ଣ ସେଟିଂସ୍ କଲେ ବ୍ୟାଟେରୀ ବ୍ୟାକଅପ୍ଟା ଅଧିକ ପର୍ଯ୍ୟନ୍ତ ରହିବ ସେଇଟା ଅଲରେଡ଼ି ସେ ଭିଡ଼ିଓରେ କହିଦେଇଛି। ଏ ଭିଡ଼ିଓ ଦେଖିଲା ପରେ ଥରେ ଯାଇକି ସେ ଭିଡ଼ିଓ ବି ଦେଖି ନିଅନ୍ତୁ ଯଦି ଟାଇମ୍ ହେବ ତ। ଆଉ ଯଦି ଟାଇମ୍ ନାହିଁ ତାହେଲେ ଆପଣ କେତେବେଳେ ବି ଦେଖନ୍ତୁ, ମାତ୍ର ଦେଖନ୍ତୁ। ତ ଏଇ ଦୁଇଟା ଭିଡ଼ିଓରେ ଆପଣଙ୍କୁ ପୁରା ସଲ୍ୟୁସନ୍ଟା ଦେଇଛି ମୋବାଇଲର ବ୍ୟାଟେରୀ ବ୍ୟାକଅପ୍ କେମିତି ଅଧିକ ପର୍ଯ୍ୟନ୍ତ ଅଧିକ ଟାଇମ୍ ପର୍ଯ୍ୟନ୍ତ ରହିବ। ଠିକ୍ ଅଛି, ତ ଆଶା କରୁଛି ସାଙ୍ଗମାନେ এই ভিডিও যদি ଆପଣମାନଙ୍କୁ ଭଲ ଲାଗିଥିବ, ପସନ୍ଦ ଲାଗିଥିବ, ଗୋଟେ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଆଉ ସାଙ୍ଗମାନଙ୍କୁ এই ଭିଡ଼ିଓଟା ମଧ୍ୟ ସେୟାର କରିଦେବେ। ତ ଆଜି ପାଇଁ ଏତିକି, ଆଉ ଦେଖା ହେବା ନେକ୍ସଟ ଭିଡ଼ିଓରେ। ବାଏ ବାଏ, ଟେକ୍ କେୟାର, ଥ୍ୟାଙ୍କ ୟୁ।